ଗୋଟିଏ ଜଙ୍ଗଲରେ ଗୋଟିଏ ଶିଆଳ ଓ ଦୁଇଟି ବାଘ ରହୁଥିଲେ। ସେଇ ବାଘ ଦୁଇଟି ଥିଲେ ଶିଆଳର ମାମୁଁ ଓ ମାଇଁ। ଶିଆଳଟି ବହୁତ ବଦମାସ ଥିଲା। ଗୋଟିଏ ଦିନ ଶିଆଳଟି ଜଙ୍ଗଲ ଭିତରେ ଯାଉଥିବା ବେଳେ ଭାବିଲା ସେ ତାର ମାମୁଁ ଓ ମାଇଁ ସାଙ୍ଗେ ଦେଖା କରିବ। ଏଇଆ ଭାବି ସେ ତାଙ୍କ ପାଖକୁ ଚାଲିଗଲା। ମାମୁଁ, କେତେ ଦିନ ପରେ ତୁମ ସହିତ ଦେଖା ହେଲା। ଆରେ ମାଇଁ, ତୁମେ ଭଲ ଅଛ ତ? ହଁ, ସତ କଥା, ବହୁତ ଦିନ ପରେ ଦେଖା ହେଲା। ତୁ କେମିତି ଅଛୁ ରେ ଭଣଜା? କ'ଣ ଖବର ଆଉ ତୋର? ତୁ କେତେ କଷ୍ଟ କରି ଆମକୁ ଦେଖା କରିବାକୁ ଆସିଛୁ। କେତେ ଭଲ ଭଣଜାଟା ମୋର। ହେଲେ ମାମୁଁ, ତୁମେ ଯେମିତି ମୋର ଭଲ ମାମୁଁ, ମୁଁ ବି ସେମିତି ତୁମର ଭଲ ଭଣଜା। ଠିକ୍ ଠିକ୍, ସେଇଟା ହିଁ ଠିକ୍। ଓହୋ, କେତେ ଭଲ ମାମୁଁ ମୁଁ। ଓହୋ, ଆରମ୍ଭ ହୋଇଗଲା ତୁମର। ତୁମକୁ ଆଉ ପାରି ହେବନି। ହଁ ଶୁଣ, ଗୋଟେ କଥା କହିବାର ଅଛି। କେତେ ଦିନ ହେଲାଣି ମୁଁ ଭାବୁଛି ସେଇ କଥା କହିବି ବୋଲି। କି କଥା କହୁନ, କୁହ। ଭାବୁଛି ଭଣଜା ଶିଆଳକୁ ବାହା କରିଦେଲେ କେମିତି ହେବ? ତୁମେ ସର୍ବନାଶ କରିଦେବ ମାଇଁ। ରୁହ ରୁହ, ମୁଁ ଏବେ ଯେମିତି ଅଛି ଠିକ୍ ଅଛି। କିଛି ବାହା ହେବା ଦରକାର ନାହିଁ। ତୁ ରହ, ତୋ ମାଇଁ ଯଦି କହୁଛି ତାହେଲେ ତୋର ବାହାଘର ନିଶ୍ଚୟ ହେବ। ମାଇଁ ଭଲ କଥା କହୁଛି। ନା ନା ମାମୁଁ, ଏମିତି କହି ମୋର ମୁଣ୍ଡଟା ଖରାପ କରନି। ଭଲ ହେବ ମତେ ବାହା କରନି। କ'ଣ ପାଇଁ ଭଣଜା ବାହାଘର ପାଇଁ ମନା କରୁଛୁ? ସଂସାର ତ ସମସ୍ତେ କରିବେ ନା। ଦେଖ, ତୋ ବାଘ ମାମୁଁ ବାହା ହୋଇ କେତେ ସୁଧାରରେ ଅଛି। ନା ନା ମାଇଁ, ବାହା ହେବା ପରେ ସବୁ ପୁରୁଷମାନେ ସ୍ତ୍ରୀମାନଙ୍କର ଗୋଲାମ ହୋଇଯିବେ। ମୁଁ ଏସବୁ ସହ୍ୟ କରିପାରିବିନି। ଇସ୍, ହଇରେ, ତୋର ଏତେ ସାହସ, ତୁ ଏମିତି କଥା କହିପାରୁଛୁ। ତା ମାନେ ମୁଁ କ'ଣ ବାହାଘର ପରେ ତୋ ମାଇଁର କଥାରେ ଚାଲୁଛି? ନା ନା ମାମୁଁ, ରାଗନି। ମୁହଁରୁ ଟିକେ ବାହାରିଗଲା। ମୋ କହିବା କଥା ହେଲା ବାହାଘର, ତାପରେ ପୁଣି ପିଲାଛୁଆ। ଏତେ କଷ୍ଟ କିଏ କରିବ ଯେ? ମୁଁ ଏତେ କଷ୍ଟ କରିପାରିବିନି। ଓହୋ, ଏମିତି କଥା। ଠିକ୍ ଅଛି, ଧୀରେ ଧୀରେ ସବୁ ଠିକ୍ ହୋଇଯିବ। ଆଚ୍ଛା, ଶିଆଳମାନଙ୍କର ତ ବୁଦ୍ଧି ଭଲ। ତୁ ସବୁ କିଛି କରିପାରିବୁ, ବୁଝିଲୁ? ଠିକ୍ ଅଛି, ଏବେ ମୁଁ କ'ଣ କରିବି? ତୋର କିଛି କରିବା ଦରକାର ନାହିଁ ଭଣଜା। ଯାହା କରିବା କଥା ଆମେ କରିବୁ। ଗୋଟେ କାମ କରିବା, ମୁଁ ମୋ ବାପଘର ସାଇଡ୍ ଜଙ୍ଗଲକୁ ଖବର ପଠେଇ ଦଉଛି। ସେପଟେ ଗୋଟିଏ ଅବିବାହିତ ଶିଆଳିନୀ ଅଛି। ସେ ବହୁତ ପାଠ ପଢ଼ିଛି। ତା ମାନେ ସେ ସହରୀ ଶିଆଳିନୀ? ନା ନା ନା, ସହରୀ କ'ଣ ପାଇଁ? ସେ ଶିକ୍ଷିତ, ପାଠଶାଠ ପଢ଼ିଛି। ଏମିତି କରନି ମାଇଁ, ତୁମ ପାଦ ଧରୁଛି। ଏମିତିଆ ବୋହୂ କଲେ ମତେ ଖରାପ ଲାଗିବ। ମୁଁ ହେଲି ମୂର୍ଖ, ଆଉ ସେ ବହୁତ ପାଠ ପଢ଼ିଛି। ଏମିତି ଭାବନି, ସେ ବହୁତ ବୁଦ୍ଧିମତୀ ଅଛି। ମୁଁ ସବୁ ବ୍ୟବସ୍ଥା କରିବି, ଆଉ ଦାୟିତ୍ୱ ପୁରା ମୁଁ ହିଁ ନେବି। ହଉ, ତୁମର ଯାହା ଇଚ୍ଛା ସେଇଆ କର। ଆପରେ କ'ଣ ହେବ କିଏ ଜାଣେ? ତାପରେ ବାଘ ମାଇଁ ସେ ଶିଆଳିନୀର ବାପା ପାଖକୁ ବାହାଘର କଥା ହେବା ପାଇଁ ବାହାରିଲା। ବାଘ ମାଇଁ ଶିଆଳିନୀର ବାପାଙ୍କ ସହିତ ବାହାଘର କଥା କହିଲା। ସବୁ କଥା ଶୁଣି ଶିଆଳିନୀର ବାପା କହିଲେ, ହଁ, ଠିକ୍ କଥା କହୁଛ। ଝିଅକୁ ତ ଦିନେ ନା ଦିନେ ବାହା ଦେବାକୁ ପଡ଼ିବ। ଆଉ ତୁମ ଭଣଜା ସହିତ ଯଦି ବାହାଘରଟା ହୁଏ ତାହେଲେ ବହୁତ ଖୁସିର କଥା। ହେଲେ ଝିଅ ମୋର ବହୁତ ଉଚ୍ଚ ଶିକ୍ଷିତ ଆଉ ବୁଦ୍ଧିମତୀ। ତାର ତ ପୁଣି ଗୋଟେ ମତାମତ ଅଛି ନା। ହଉ ଠିକ୍ ଅଛି, ତୁମେ ତୁମ ଝିଅ ସହିତ କଥା ହୋଇଯାଅ। ଆମର କିଛି କହିବାର ନାହିଁ। ତୁମେ ଜାଣିଛ ତ, ଶିଆଳ ପଣ୍ଡିତ ହଉଛୁ ଆମେ। ଆମର 14 ପୁରୁଷ ହେଲେ ବିଦ୍ୱାନ। ଝିଅ ମୋର ସେଇଭଳି, ଆଉ ଜୁଆଇଁ ବି ମୋର ସେମିତି ହେବା ଦରକାର। ଏଇଆ ହିଁ ଇଚ୍ଛା ଆମର। ସେଇଟା ତ ଠିକ୍ କଥା। ଆଗ ବାହାଘରଟା ତ ଭଲରେ ଭଲରେ ହୋଇଯାଉ। ଯାହା ତୁମେ ଭଲ ଭାବୁଛ ସେଇଟା ହିଁ କର ତୁମେ ମା। ହେଲେ ଜ୍ୱାଇଁଟି ଆମର ବିଦ୍ୟା ବୁଦ୍ଧିରେ ପାରଙ୍ଗମ କି ନାହିଁ, ଏଇଟା ତ ମୋତେ ଗୋଟିଏ ପରୀକ୍ଷା ନେବାକୁ ପଡ଼ିବ, ବୁଝିଲ?
ତୁମ ଜ୍ୱାଇଁ ବହୁତ ଭଲ। ସେଇଟା ତ ବହୁତ ବଢ଼ିଆ କଥା ହବ। ହଉ, ତୁମେ ଭିତରକୁ ଯାଅ ଆଉ ମୋ ଝିଅ ସହିତ କଥା ହୋଇଯାଅ। ତାପରେ ବାଘ ମାଇଁ ଗୁମ୍ଫା ଭିତରକୁ ଯାଇ ସେ ଝିଅ ଶିଆଳ ସହିତ ବାହାଘର ପ୍ରସ୍ତାବ ବିଷୟରେ କଥା ହେଲା। ବିବାହର ପ୍ରସ୍ତାବ କଥା ଶୁଣି ଶିଆଳିନୀ କହିଲା, ତୁମେ ଯୋଉ ତୁମ ଭଣଜାଙ୍କର ପ୍ରସ୍ତାବ ନେଇ ଆସିଛ, ସେ ବିଷୟରେ ମୁଁ କ'ଣ କହିବି? ବାପା ଯାହା କହିବେ ସେଇଆ ହିଁ ହେବ। ହେଲେ ଟିକେ ଅସୁବିଧା ଅଛି। ଅସୁବିଧା? ପୁଣି ଅସୁବିଧାଟା କ'ଣ? ମୋର ଭଣଜା ଏମିତିରେ ବହୁତ ଭଲ, ଯେମିତି ରୂପ ଆଉ ସେମିତି ହିଁ ଗୁଣ। ହେଲେ ପୁଣି କ'ଣ? କୁହ କୁହ ଆଣ୍ଟି। ତୁ ତ ଏତେ ଶିକ୍ଷିତ, ବୁଦ୍ଧିମତୀ, ତୁ ନିଶ୍ଚୟ ବୁଝିପାରିବୁ। ମୋ କଥା ଛାଡ଼, କ'ଣ କହିବାକୁ ଚାହୁଁଛ କୁହ। କ'ଣ ହେଇଛି? ସେ କ'ଣ ଅନ୍ଧ ନା ଖରାପ ପ୍ରକୃତିର? ନା ନା, ସେମିତି କିଛି ନୁହେଁ। ତାହେଲେ କ'ଣ କହୁନ? ଆମ ଭଣଜା ସବୁଥିରେ ଭଲ, ହେଲେ ତାର ଟିକେ ପାଠପଢ଼ା କମ୍। ଏ ମା, ସେ କ'ଣ ମୂର୍ଖଟା କି? ଛି ଛି ଛି, ମୋର ସ୍ୱାମୀ ପୁଣି ହେବ ମୂର୍ଖ? ନା ନା, ସେ ସେମିତି ଏତେ ମୂର୍ଖ ନୁହେଁ। ସବୁ କିଛି ଜାଣେ ସିଏ, ହେଲେ ତୋ ପରି ଏତେ ଉଚ୍ଚ ଶିକ୍ଷିତ ସେ ନୁହେଁ। ଏହା ଶୁଣି ଶିଆଳିନୀର ମନ ବହୁତ ଦୁଃଖ ହେଲା ଆଉ ସେ କାନ୍ଦିବାକୁ ଲାଗିଲା। ତାର କାନ୍ଦ ଦେଖି ବାଘ ମାଇଁ କହିଲା, ଆରେ ଆରେ, କାନ୍ଦୁଛ କ'ଣ ପାଇଁ? କାନ୍ଦନି କାନ୍ଦନି। ତୁ ସିନା ତୋ ପରି ଏତେ ଉଚ୍ଚଶିକ୍ଷିତ ସ୍ୱାମୀ ପାଇବୁନି। ତୁ ଦେଖ, ସେ ଉଚ୍ଚଶିକ୍ଷିତ ନ ହୋଇପାରେ, ପରେ ତୁ ତାକୁ କିଛି ଶିଖେଇ ଦବୁ। ଭଣଜା ମୋର ବହୁତ ଭଲ, ଦେଖିବୁ ତୁ ବହୁତ ସୁଖରେ ରହିବୁ। ମୋର ବାପା ରାଜି ହେବେନି। ଉଚ୍ଚଶିକ୍ଷିତ ନ ହୋଇଥିଲେ ମୋର ବାପା ବାହାଘର କରେଇ ଦେବେନି। ସେ କଥା ମୁଁ ଦେଖିବି। ପଣ୍ଡିତ ମଉସାଙ୍କୁ ମୁଁ ରାଜି କରେଇଦେବି। ହେଲେ ଗୋଟେ ସମସ୍ୟା ଅଛି। ସେ କହୁଥିଲେ ଜ୍ୱାଇଁଙ୍କର ଗୋଟେ ପରୀକ୍ଷା ନେବେ। ବାପା କ'ଣ ପ୍ରଶ୍ନ ପଚାରିବେ ମୁଁ ଜାଣିଛି, କିନ୍ତୁ ମୁଁ ଶିଖେଇବି ଯେ 2 ମାସ ଲାଗିବ ଶିଖିବାକୁ। କ'ଣ କରିବା ତାହେଲେ? ଦେଖିବା, କ'ଣ ଗୋଟେ କରିବା। ତୁ ଚିନ୍ତା କରେନି। ତାପରେ ମାଇଁ ବାଘଟି ନିଜ ଜଙ୍ଗଲକୁ ଆସି ବାଘ ମାମୁଁକୁ ସବୁ କଥା ଜଣାଇଲା। ସବୁ କଥା ଶୁଣି ବାଘଟି କହିଲା, ସର୍ବନାଶ! ଏମିତି କ'ଣ ହେବ? ଆମର ଏଇ ଭଣଜା ପୁଣି ବିଦ୍ୟାର ପରୀକ୍ଷା ଦେବ ସେ ଶିଆଳ ପଣ୍ଡିତ ପାଖରେ? ଛି 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 ଛି, ଲଜ୍ଜା ଲଜ୍ଜା। ନା ନା ମାଇଁ, ଏମିତି ଲାଜର କଥା ଆଉ ନାହିଁ। ସେ ଶିଆଳ ପଣ୍ଡିତ ପାଖରେ ତୁମେ କୁହ ମାଇଁ, ଏଇଟା ବହୁତ ଲାଜର କଥା। ନଡ଼ିଆ ଗଛ ଚଢ଼ି ନଡ଼ିଆ ତୋଳିଦେବି, ବିଲ ଚାଷ କରିଦେବି, ପାଣି ମଡ଼େଇ ଦେବି, ଆଉ ଯାହା କହିବ ସବୁ କରିଦେବି। ତାଙ୍କ ଘରର ସବୁ କାମ ବି କରିଦେବି। ହେଲେ ମୁଁ ସେ ବିଦ୍ୟାର ପରୀକ୍ଷା ଦେଇପାରିବିନି। ଆରେ ଭଣଜା, ତୁ ହେବୁ ସେ ଶିଆଳ ପଣ୍ଡିତର ଜ୍ୱାଇଁ, ଆଉ ତୁ ଏସବୁ କାମ କ'ଣ ପାଇଁ କରିବୁ? ମୁଁ ଅଛି ନା ତୋ ପାଖରେ। ଆରେ, ତୁମେ କ'ଣ କହିଲ? ମୁଁ ଅଛି ମାନେ? ଆମେ ହେଲେ ଏ ଜଙ୍ଗଲର ରାଜା। ଆମେ ପୁଣି ସେ ଶିଆଳ ପଣ୍ଡିତର ପାଦ ତଳେ ପଡ଼ିବା, ମାନେ ତାର ସବୁ କାମ କରିବା? ଏ କ'ଣ କହୁଛ ତୁମେ? ଆରେ, ମୋ କଥା ଆଗ ଟିକେ ଶୁଣ। ମୁଁ ପଣ୍ଡିତ ମଉସାର ଝିଅ ସହିତ କଥା ହେଇ ଆସିଛି। ସେ ବହୁତ ବୁଦ୍ଧିମତୀ ଝିଅ, ମୁଁ ଜାଣିଛି। ହେଲେ ସେ ସବୁ କିଛି ସମ୍ଭାଳି ନେବ, ମୁଁ ଜାଣିଛି। ତୁମେ ଯାହା ଭଲ ଭାବୁଛ ତାହା ହିଁ କର ମାଇଁ। ମୋ ମୁଣ୍ଡରେ କିଛି ପଶୁନି। ମୋ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଛି। ଶୁଣିବ ଯଦି କୁହ, କହିବି। ହଁ, କୁହ କ'ଣ କହୁଛ? ଶିଆଳ ପଣ୍ଡିତ ଯେତେବେଳେ ମୋ ଭଣଜାକୁ ପ୍ରଶ୍ନ ପଚାରିବ, ସେତେବେଳେ ମୁଁ ଜୋରେ ଗୋଟେ ରଡ଼ି ଛାଡ଼ିବି, ଯେମିତିକି ସିଏ ଭୟରେ ସେଠାରୁ ପଳେଇବ। ତାହେଲେ ସେ ଆଉ ପରୀକ୍ଷା ଦେଇପାରିବନି। ଏମିତିକା ବୁଦ୍ଧି? ଛାଡ଼ ଛାଡ଼, ତୁମେ ଯଦି ଭୟ ଦେଖାଇବ, ତାହେଲେ ସେ କ'ଣ ତା ଝିଅର ବାହା ଦେବ କି ଆମ ଭଣଜା ସହିତ? ନା ନା ମାଇଁ, ତୁମେ ହିଁ କୁହ, ମୁଁ କ'ଣ କରିବି? କାଲି ଆମେ 3 ଜଣ ଯାକ ଯିବା ସେଇ ପଣ୍ଡିତ ମଉସାର ଘରକୁ କଥାବାର୍ତ୍ତା ହେବା ପାଇଁ।
ଯାହା କହିବାର କଥା ମୁଁ କହିବି। ଶିଆଳ ପଣ୍ଡିତ ଯାହା ପ୍ରଶ୍ନ କହିବେ ତୁ ମୁଣ୍ଡ ନୁଆଇଁ ଦେବୁ, ଦେହ ଖରାପ ହେଲା ଭଳି ଆକ୍ଟିଂ କରିବୁ। ସେଇଟା ତ ବଢ଼ିଆ ବୁଦ୍ଧି, ମୁଁ ବି ଏମିତି କରିପାରିବି। ବାସ୍ ଏଇଆ ହିଁ କରିବା, କାଲି ଦେଖିବା କ'ଣ ହେଉଛି। ତା ପରଦିନ 3 ଜଣ ଯାକ ଶିଆଳ ପଣ୍ଡିତର ଘର ଆଡ଼କୁ ବାହାରିଲେ। ଶିଆଳ ଓ ଶିଆଳିନୀର ବାହାଘର ପକ୍କା କରିବା ପାଇଁ ଚାଲିଲେ। ସେଠି ପହଞ୍ଚିବା ପରେ ପଣ୍ଡିତ ମଉସା ଶିଆଳକୁ ପ୍ରଶ୍ନ ପଚାରିଲେ। ଶିଆଳଟି ଅସୁସ୍ଥ ହେବାର ଅଭିନୟ ମଧ୍ୟ କଲା। ଶିଆଳ ପଣ୍ଡିତ ଆଉ ପ୍ରଶ୍ନ ପଚାରିଲେନି, ବରଂ ବାହାଘର ପାଇଁ ଡେଟ୍ ଫିକ୍ସ କରିଦେଲେ। ତାପରେ କିଛି ଦିନ ପରେ ଶିଆଳ ଓ ଶିଆଳିନୀର ବେଶ୍ ଧୁମଧାମରେ ବାହାଘର ହୋଇଗଲା। ଏତେ ସୁନ୍ଦର ଓ ଜ୍ଞାନୀ ସ୍ତ୍ରୀ ପାଇ ଶିଆଳ ପୁରା ଖୁସି ହୋଇଗଲା। ଏହିପରି ସେମାନେ ତାଙ୍କର ସୁଖ ଶାନ୍ତିର ସଂସାର ଗଢ଼ିଲେ। ବହୁତ ଦିନ ପୂର୍ବର କଥା। ଗୋଟିଏ ଜଙ୍ଗଲରେ ଶିଆଳଟିଏ ରହୁଥିଲା। ସିଏ ବହୁତ ଚାଲାକ ଓ ଅହଙ୍କାରୀ ଥିଲା। ଜଙ୍ଗଲର ସମସ୍ତ ଜୀବଜନ୍ତୁ ଜାଣିଛନ୍ତି କି ଶିଆଳଟି ବହୁତ ଚାଲାକ ବୋଲି। ସେଥିପାଇଁ ଶିଆଳଟି ସମସ୍ତଙ୍କୁ ବୋକା ବନାଇ ମଜା ନିଏ। ଗୋଟିଏ ଦିନ ଶିଆଳଟି ଜଙ୍ଗଲରେ ଯାଉଥିବା ବେଳେ ଭାବୁଥିଲା, ବହୁତ ଦିନ ହେବ କାହାକୁ ବୋକା ବନେଇନି। ଆଜି ଯାହା ସହିତ ଆଗ ଦେଖା ହେବ ତାକୁ ମୁଁ ନିଶ୍ଚିତ ବୋକା ବନେଇବି। ଏଇ କଥା ଭାବି ଭାବି ଶିଆଳଟି ଜଙ୍ଗଲ ଭିତର ଦେଇ ଯାଉଥାଏ। ଯାଉଥିବା ବେଳେ ହଠାତ୍ ତାର ନାକକୁ କଞ୍ଚା ମାଂସର ବାସ୍ନା ଆସିଲା। ଆରେ ବାପ ରେ ବାପ, କେତେ ସୁନ୍ଦର ବାସ୍ନା ମାଡ଼ି ଆସୁଛି। ମୋତେ ଲାଗୁଛି ଏଇଟା ବୋଧେ ଗୋଟିଏ ତାଜା କୁକୁଡ଼ାର ମାଂସ ହୋଇଥିବ ନିଶ୍ଚୟ। ଯାଉଛି ଆଉ ଟିକେ ଆଗକୁ ଯାଇ ଦେଖିବି ବାସ୍ନାଟା କୋଉଠୁ ଆସୁଛି। ଶିଆଳଟି ଏହା ଭାବି ଭାବି ଆଗକୁ ଯାଉଥିବା ବେଳେ ଦେଖିଲା ଗୋଟିଏ କୁକୁରଟିଏ ପାଟିରେ ଗୋଟେ କୁକୁଡ଼ାକୁ ଧରି ଆସୁଛି। ଆରେ ଇଏ ତ କୁକୁରଟିଏ ଗୋଟେ କୁକୁଡ଼ାକୁ ପାଟିରେ ଧରି ଆସୁଛି। ଯେମିତି ବି ହଉ ସେ କୁକୁରକୁ ବୋକା ବନେଇ ତାଠାରୁ ଏଇ କୁକୁଡ଼ାଟିକୁ ନିଶ୍ଚିତ ନେବି। ଶିଆଳଟି କୁକୁର ଆଗରେ କ'ଣ ଗୋଟେ ମିଛ କଥା କହିବ ବୋଲି ଭାବିଲା। ଆରେ ଓ କୁକୁର ଭାଇ, ଏମିତି ହଲିଝୁଲି କୁଆଡ଼େ ଯାଉଛ ମ? କୁକୁରଟି ତା ପାଟିରୁ କୁକୁଡ଼ାଟିକୁ କାଢ଼ି ତଳେ ଥୋଇ କହିଲା, ଆରେ ଶିଆଳ ଭାଇ, ମୁଁ ମୋ ପିଲାଙ୍କ ପାଇଁ ଖାଇବା ନେଇକି ଯାଉଛି। ଆଜି ଗୋଟିଏ କୁକୁଡ଼ାଟିକୁ ନେଇ ଯାଉଛି। ଆରେ ଆରେ, ଏ କି କଥା? ତୁମେ କ'ଣ ଏପର୍ଯ୍ୟନ୍ତ ଜାଣିନ କ'ଣ ହୋଇଛି ବୋଲି? କ'ଣ ହୋଇଛି? କାଇଁ ମୁଁ ତ କିଛି ଜାଣିନି। ଓହୋ, ବୁଝିଗଲି। ତାହେଲେ ତୁମେ କିଛି ଜାଣିନ? ଶୀଘ୍ର ଶୀଘ୍ର ଯାଇକି ଦେଖ, ତୁମର ସେପଟେ ତୁମର ଗୋଟିଏ ପିଲା ମରିକି ପଡ଼ିଛି। ନା, ଏମିତି ହୋଇପାରିବନି। ମୁଁ ଏବେ ଘର ଆଡ଼ୁ ଆସିଲି। ସେମିତି ତ କିଛି ମୁଁ ଦେଖିଲିନି। ମୋ ପିଲାମାନେ ତ ଖେଳୁଥିଲେ। ତୁମେ ଯଦି ମୋ କଥାକୁ ବିଶ୍ୱାସ କରୁନ, ତାହେଲେ ନିଜେ ଯାଇକି ଦେଖ। ମୁଁ ଟିକେ ଆଗରୁ ଦେଖିକି ଆସିଲି ପରା। ହଉ ଛାଡ଼, ତୁମର ଯିଏ ମଲେ ଆମର କ'ଣ ଅଛି? ମୁଁ କହିବା କଥା କହିଦେଲି। ଶିଆଳ ମୁହଁରୁ ଏମିତି କଥା ଶୁଣି କୁକୁର ସେ କୁକୁଡ଼ାଟିକୁ ସେଇଠି ରଖିଦେଇ ତାର ଘର ଆଡ଼କୁ ଦୌଡ଼ି ଚାଲିଲା। ଆଉ ସେ ଚାଲାକ ଶିଆଳ ସେ କୁକୁଡ଼ାଟିକୁ ଏକା ଏକା ଖାଇବାରେ ଲାଗିଲା। ଆହା, ପେଟଟା ଏକାଥରେ ଭର୍ତ୍ତି ହୋଇଗଲା। ହଉ, ଏବେ ଘରକୁ ଯାଇ ଟିକେ ଶୋଇପଡ଼ିବି। ଏମିତି କହି ଶିଆଳଟି ତା ଘର ଆଡ଼କୁ ଚାଲିଲା। କୁକୁରଟି ତାର ଘରକୁ ଯାଇ ଦେଖିଲା ତା ପିଲାମାନେ ଘର ଆଗରେ ଖେଳୁଛନ୍ତି। ଆରେ ଏଇ ତ ମୋ ପିଲାମାନେ ତ ଏଇଠାରେ ଆରାମରେ ଖେଳୁଛନ୍ତି। ତାହେଲେ ସେ ଶିଆଳ ମୋତେ ମିଛ କଥା କାହିଁକି କହିଲା? ହେଲେ କ'ଣ ପାଇଁ ସେ ମୋତେ ମିଛ କହିଲା? ଆରେ, ମୁଁ ତ ମୋ କୁକୁଡ଼ାଟିକୁ ସେଇଠି ଥୋଇ ଦେଇ ଆସିଲି। ଓହୋ, ଏବେ ବୁଝିଲି ଯେ ସେ ଶିଆଳ ମୋ କୁକୁଡ଼ାଟିକୁ ଖାଇବ ବୋଲି ମୋତେ ମିଛ କଥା କହିଲା। ହେଲେ ମୋତେ ତାକୁ ଯେମିତି ବି ହେଲେ ଗୋଟିଏ ଉଚିତ ଶିକ୍ଷା ଦେବାକୁ ପଡ଼ିବ। ଏମିତି କେତେ ଦିନ ପରେ
ସେଇ ଚାଲାକ ଶିଆଳଟି ଜଙ୍ଗଲ ମଧ୍ୟ ଦେଇ ଯାଉଥାଏ। ଯାଇ ଯାଇ ଗୋଟିଏ ନଦୀ କୂଳରେ ଆସି ପହଞ୍ଚିଲା। ହଠାତ୍ ଶିଆଳଟି ଦେଖିଲା ନଦୀ କୂଳରେ କିଛି କୁମ୍ଭୀର ଛୁଆମାନେ ଶୋଇଛନ୍ତି। କୁମ୍ଭୀର ଛୁଆଗୁଡ଼ିକୁ ଦେଖି ଶିଆଳଟିର ଲୋଭ ଆସିଗଲା। ଏଇ କୁମ୍ଭୀର ଛୁଆଗୁଡ଼ାକୁ ଖାଇଲେ ଭାରି ଭଲ ହୁଅନ୍ତା। ଦେଖିବା ସେ କୁମ୍ଭୀରକୁ ବୋକା ବନେଇ ତା ଛୁଆଗୁଡ଼ିକୁ ଖାଇ ହେଉଛି କି ନାହିଁ। ଏହା ଭାବି ଶିଆଳଟି କୁମ୍ଭୀର ପାଖକୁ ଗଲା ଆଉ କୁମ୍ଭୀର ସାଙ୍ଗରେ ଭାବ ଲଗେଇବାରେ ଲାଗିଲା। ଆରେ କୁମ୍ଭୀର ଭାଇ, କେମିତି ଅଛ ତୁମେ? କ'ଣ କହିବି ଆଉ ଶିଆଳ ଭାଇ, ଏଇ ପିଲାମାନଙ୍କୁ ଆଣି ଏଇ ନଦୀ କୂଳରେ ଖାଇବା ଖୋଜିବା ପାଇଁ ଆସିଥିଲି। ତାଙ୍କ ପାଖରେ ତ ରହିବା ପାଇଁ ପଡ଼ିବ ନା, ନହେଲେ କାଳେ ତାଙ୍କୁ କିଏ ଖାଇଦେବ। ସେଇ ଭୟରେ ଏଠି ରହିବାକୁ ପଡ଼ୁଛି। ହା 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 ହା। ଅଯଥାରେ ତୁମେ ଚିନ୍ତା କରୁଛ। ମୁଁ ଥାଉ ଥାଉ ତୁମର କ'ଣ ପାଇଁ ଏତେ ଚିନ୍ତା ଯେ? ଅଯଥାଟାରେ ତୁମେ ଏତେ ଚିନ୍ତା ନ କରି ତୁମେ ଯାଅ ଖାଇବା ଯୋଗାଡ଼ କରି ଆଣ। ସେ ପର୍ଯ୍ୟନ୍ତ ମୁଁ ଏଠାରେ ଅଛି। ଦେଖିବା କିଏ ତୁମ ପିଲାମାନଙ୍କୁ ଖାଇବାକୁ ଆସିବ। ବୋକା କୁମ୍ଭୀରଟି ସେ ଦୁଷ୍ଟ ଶିଆଳର ଚାଲାକି କଥାକୁ ବୁଝିପାରିଲା ନାହିଁ। ସେ ସରଳ ମନରେ କହିଲା, ବହୁତ ଭଲ କଥାଟିଏ କହିଲ ଶିଆଳ ଭାଇ। ତାହେଲେ କିଛି ସମୟ ପାଇଁ ଆମ ପିଲାଙ୍କ ପାଖରେ ତୁମେ ଥାଅ। ମୁଁ ଏବେ ଯାଉଛି ପିଲାଙ୍କ ପାଇଁ କିଛି ଖାଦ୍ୟ ଆଣି ଜଲ୍ଦି ଫେରିଆସିବି। ଆଚ୍ଛା ଠିକ୍ ଅଛି, ତୁମେ ନିଶ୍ଚିନ୍ତରେ ଯାଅ। ତୁମେ ଫେରିକି ନ ଆସିବା ପର୍ଯ୍ୟନ୍ତ ମୁଁ ତୁମର ପିଲାଙ୍କ ପାଖରେ ହିଁ ଅଛି। କୁମ୍ଭୀରଟି ଶିଆଳକୁ ବିଶ୍ୱାସ କରି ସେଠାରୁ ଚାଲିଗଲା। କୁମ୍ଭୀରଟି ଯାଉ ଯାଉ ଶିଆଳଟି ଗୋଟିଏ ଗୋଟିଏ କରି ଛୁଆ କୁମ୍ଭୀରମାନଙ୍କୁ ଖାଇବାକୁ ଲାଗିଲା। ଦୂରରେ ଗଛ ବୁଦା ମୂଳରେ କୁକୁରଟି ଲୁଚି ଶିଆଳର ଏହି କାଣ୍ଡ କାରଖାନାକୁ ସବୁ ଦେଖୁଥିଲା। ଗୋଟିଏ ଗୋଟିଏ କରି ଆଜି ପେଟ ଭର୍ତ୍ତି କରି ଖାଇବି। ଏମିତି କହି ଦେଖୁ ଦେଖୁ ଚାରିଟା ଯାକ ପିଲାଙ୍କୁ ଖାଇଦେଇ ହାଡ଼ଗୁଡ଼ିକୁ ସେଇ ମାଟି ଉପରେ ପକେଇଦେଲା। ହା 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 ହା। ଏଇ ଛୁଆ କୁମ୍ଭୀରମାନଙ୍କୁ ଖାଇକି ବହୁତ ମଜା ଆସିଗଲା। କୁମ୍ଭୀରଟି ଏଠାକୁ ଆସିବା ପୂର୍ବରୁ ଏଠାରୁ ଚାଲିଯିବାଟା ଠିକ୍ ହେବ। ଏମିତି କହି ଶିଆଳଟି ସେଠାରୁ ଚାଲିଗଲା। କିଛି ସମୟ ପରେ କୁମ୍ଭୀରଟି ଫେରିଆସି ଦେଖିଲା ତା ଛୁଆମାନଙ୍କର ହାଡ଼ଗୁଡ଼ିକ ସେଠାରେ ପଡ଼ିଛି, ଆଉ ଶିଆଳଟି ସେଠାରେ ନାହିଁ। ଆରେ ଇଏ କ'ଣ ହେଲା? ମୋ ଛୁଆମାନେ ସବୁ କୁଆଡ଼େ ଗଲେ? ଶିଆଳଟି କାହିଁ ଆଖପାଖରେ ତ ଦେଖାଯାଉନି, ଆଉ ପୁଣି ଏଠାରେ ହାଡ଼ଗୁଡ଼ିକ ବି ପଡ଼ିଛି। ଆରେ ଓ ଭାଇ କୁମ୍ଭୀର, ତୁମେ ସେ ଭଣ୍ଡ ଶିଆଳକୁ ବିଶ୍ୱାସ କରି ତା ପାଖରେ ଛୁଆମାନଙ୍କୁ ଛାଡ଼ି ଯାଇଥିଲ। ହେଲେ ସେ ଦୁଷ୍ଟ ଶିଆଳ ଗୋଟି ଗୋଟି କରି ସବୁ ଛୁଆମାନଙ୍କୁ ଖାଇ ଦେଇଛି। କ'ଣ କହୁଛ ତୁମେ? ସେ ବଦମାସ ଶିଆଳ ମୋ ଛୁଆମାନଙ୍କୁ ଖାଇ ଦେଇଛି? ହଁ ହଁ, ସିଏ ତୁମକୁ ବୋକା ବନେଇ ଦେଇଛି। ସେ ତୁମ ଛୁଆମାନଙ୍କୁ ଆରାମରେ ସବୁ ଖାଇ ଦେଇଛି। ଆରେ ଏ ବଦମାସ ଶିଆଳ, ସୁଯୋଗ ଯଦି ପାଇବି ତୋ କଥା ମୁଁ ନିଶ୍ଚିତ ବୁଝିଦେବି। ହଁ ଭାଇ, ସେ ବଦମାସ ଶିଆଳ ବି ମୋର ଖାଦ୍ୟକୁ ବି ଚାଲାକିରେ ଛଡ଼େଇକି ଖାଇ ଦେଇଥିଲା। ତାକୁ ପାନେ ଉଚିତ ଶିକ୍ଷା ଦେବାକୁ ପଡ଼ିବ। ଶିଆଳଟି ଏମିତି ଭାବରେ ଜଙ୍ଗଲର ସବୁ ଜୀବଜନ୍ତୁଙ୍କୁ ବୋକା ବନେଇ ତାଙ୍କର ଖାଦ୍ୟକୁ ଆରାମରେ ଖାଇଦିଏ। ଶିଆଳର ଏହି କାର୍ଯ୍ୟକଳାପରେ ଜଙ୍ଗଲର ସବୁ ଜୀବଜନ୍ତୁମାନେ ବି ଅତିଷ୍ଠ ହୋଇପଡ଼ିଲେଣି। ତାପରେ ଗୋଟିଏ ଦିନ ଶିଆଳଟି ବାଘର ଗୁମ୍ଫା ଦେଇ ଯାଉଥିଲା। ତାପରେ ସିଏ ଦେଖିଲା ବାଘର ଦୁଇଟି ଛୁଆ ଘର ସାମ୍ନାରେ ଖେଳୁଛନ୍ତି। ତାପରେ ଶିଆଳଟି ମନେ ମନେ ଉପାୟ ଚିନ୍ତା କଲା, କାରଣ ତାର ଏବେ ବାଘର ଛୁଆକୁ ଖାଇବାକୁ ଭାରି ମନ ହୋଇଛି। ସେ ଏପଟ ସେପଟକୁ ଆଗ ଅନେଇଲା, ଦେଖିଲା, ତାପରେ ଛୁପି ଛୁପି ଧୀରେ ଧୀରେ ସେ ବାଘ ଛୁଆଙ୍କ ପାଖକୁ ଗଲା। ଆରେ ଓ ଛୁଆମାନେ, ତୁମେ ଦି ଜଣ କ'ଣ ଖେଳ ଖେଳୁଛ? ଆଉ ତୁମ ମା କୁଆଡ଼େ ଯାଇଛି? ଆରେ ଶିଆଳ ମାମୁଁ, ଆମେ ଏଠି ଦୁଇ ଜଣ ଯାକ ଖେଳୁଛୁ। ଆଉ ଆମ ମା ଶିକାର କରିବାକୁ ବାହାରି ଯାଇଛି। ଆରେ ବାଃ, ଭଲ କଥା ତ। ତାହେଲେ ତୁମମାନଙ୍କ ସହିତ ମୁଁ ବି ଖେଳିବି। ଆମେ ଗୋଟିଏ ମଜାର ଖେଳ ଖେଳିବା। ସେଇଟା କୋଉ ଖେଳ ମାମୁଁ? ଆମକୁ କୁହ,
ଆମେ ଖେଳିବୁ। ହଁ ଶୁଣ, ତାହେଲେ ମୁଁ ଆଖି ବନ୍ଦ କରିବି, ତୁମେ ଲୁଚିବ। ମୁଁ ଯାହାକୁ ଆଗ ଦେଖିବି ସିଏ ଚୋର ହେବ। ଆରେ ବା, ଇଏ ତ ବହୁତ ବଢିଆ ମଜା ଆସିବ। ତାହେଲେ ତୁମେ ଆଖି ବନ୍ଦ କର, ଆମେ ଲୁଚିବୁ। ହଉ ଠିକ୍ ଅଛି, ମୁଁ ଆଖି ବନ୍ଦ କଲି, ତୁମେ ଶୀଘ୍ର ଶୀଘ୍ର ଲୁଚି ପଡ଼। ଶିଆଳ ଚାଲାକି କରି ଆଖିକୁ ଖୋଲି ଦେଖୁଥାଏ ବାଘର ଛୁଆମାନେ କୋଉଠି ଲୁଚୁଛନ୍ତି ବୋଲି। ଆରେ ଆରେ, ମଜା ହେବ। ଏବେ ଗୋଟିଏ ଗୋଟିଏ କରି ଖାଇବି ଏମାନଙ୍କୁ। ଆରେ ପିଲାମାନେ, ମୁଁ ଏବେ ଖୋଜିବାକୁ ଯାଉଛି। ଶିଆଳଟି ଲୁଚି ଲୁଚି ଗଛ ବୁଦା ପାଖରେ ଲୁଚିଥିବା ବାଘ ପିଲା ପାଖକୁ ଗଲା। ଆରେ ଏଇ ତ ମିଳିଗଲା, ଆଜି ତାକୁ ଗିଳିକି ଖାଇଦେବି। ତାପରେ ଶିଆଳଟି ବାଘର ଗୋଟେ ଛୁଆକୁ ଖାଇଦେଲା। ଆହା ହା ହା ହା, କି ସୁନ୍ଦର ଲାଗିଲା। ଗୋଟାକୁ ତ ଖାଇଲି, ଯାଉଛି ଆରଟାକୁ ବି ଖାଇଦେବି। ଶିଆଳଟି ଗୁମ୍ଫା ଆଗକୁ ଆସି ଆର ଛୁଆଟାକୁ ଡାକିବାକୁ ଲାଗିଲା। ଆରେ ମୁଁ ତ ତତେ ଦେଖିଦେଇଛି, ତୁ ଶୀଘ୍ର ଶୀଘ୍ର ବାହାରିକି ଆସେ। ଶିଆଳର କଥା ଶୁଣି ବାଘ ଛୁଆଟି ଗୁମ୍ଫା ଭିତରୁ ବାହାରି ଆସିଲା। ଆଉ ଶିଆଳର ମୁହଁରେ ରକ୍ତ ଦେଖି ଭୟରେ କହିଲା, ଇଏ କ'ଣ ମାମୁଁ, ତୁମ ମୁହଁରେ ରକ୍ତ ଲାଗିଛି? କୋଉଠୁ ଆସିଲା ଏ ରକ୍ତ? ତୁମେ ତ କହିଲ ସେ ପିଲାଟା ଧରା ପଡ଼ିଛି ବୋଲି, ହେଲେ ସିଏ କାହିଁ କୁଆଡ଼େ ଗଲା? ଦେଖାଯାଉନି ତ। ସେ ଛୋଟୁ ଏବେ ମୋ ପେଟରେ, ଆଉ ତତେ ବି ସେଠାକୁ ଯିବାକୁ ହେବ। ଶିଆଳଟି ବାଘର ଆର ଛୁଆଟିକୁ ବି ଖାଇବାକୁ ଆରମ୍ଭ କଲା। ଖାଇବାକୁ ଆରମ୍ଭ କରୁ କରୁ ସେଠାରେ ତାର ମା ବାଘ ଆସି ପହଞ୍ଚିଗଲା। ଆରେ ଏ କ'ଣ ଶିଆଳ, ତୁ ମୋ ଛୁଆକୁ ଖାଉଛୁ? ରହ ରହ, ତତେ ଏବେ ହିଁ ମୁଁ ମାରି ଖାଇ ଦଉଛି। ଆରେ ଆରେ, ଏ ବାଘ କୋଉଠି ଥିଲା ଲୋ ମା? ତାକୁ ଏଇନେ ଆସିବାର ଥିଲା। ମୋର ତ ଆଉ ନିସ୍ତାର ନାହିଁ। ଜୀବନ ବଞ୍ଚେଇବାକୁ ହେଲେ ଏଠାରୁ ଯେତେ ଶୀଘ୍ର ପାରିବି ସେତେ ଶୀଘ୍ର ପଳେଇ ଯିବାକୁ ପଡ଼ିବ। ଶିଆଳ ବାଘର ଭୟରେ ସେଠାରୁ ଯିବାକୁ ବାହାରିଲା। ଶିଆଳଟି ଦୌଡ଼ିଥିବା ବେଳେ ବାଘ ବି ଶିଆଳର ପଛେ ପଛେ ଦୌଡ଼ିବାକୁ ଲାଗିଲା। କିଛି ବାଟ ଯିବା ପରେ ଶିଆଳଟି ଗୋଟିଏ ଗଛର ପଛପଟେ ଲୁଚି ପଡ଼ିଲା। ଆଉ କୁକୁରଟି ଶିଆଳ ଲୁଚିବାର ଦେଖିଦେଲା। ବାଘଟି ଗଛ ପାଖକୁ ଆସି ଏପଟ ସେପଟକୁ ଖୋଜିବାକୁ ଲାଗିଲା। କୁକୁରଟି ବାଘକୁ ଶିଆଳ ଲୁଚିଥିବା ଜାଗା ଦେଖେଇଦେଲା। ଓ ବାଘ ମଉସା, ଶିଆଳଟି ଏଇ ଗଛର ପଛପଟେ ଲୁଚିଛି। ଶିଆଳ ଏହା ଶୁଣି ଦୌଡ଼ିବାକୁ ଲାଗିଲା। ଆଉ ବାଘଟି ତା ପଛେ ପଛେ ବି ଦୌଡ଼ିଲା। ଦୌଡ଼ି ଦୌଡ଼ି ଶିଆଳଟି ନଦୀ ପାଖକୁ ଚାଲି ଆସିଲା। ଆଉ ପଛପଟୁ ବି ବାଘ ଆସୁଛି। ଆରେ ବାପ ରେ ବାପ, ବଞ୍ଚିବାକୁ ହେଲେ ଏ ନଦୀ ଭିତରେ ପଶିଯିବାକୁ ପଡ଼ିବ। ଶିଆଳଟି ଜୀବନ ବିକଳରେ ନଦୀ ଭିତରକୁ ପଶିଗଲା। କୁମ୍ଭୀର ଶିଆଳକୁ ଦେଖି ତା ପାଖକୁ ମାଡ଼ି ଆସିଲା। ଆରେ ବଦମାସ ଶିଆଳ, ଆଜି ତତେ ଦଉଛି। ଏହା କହି କୁମ୍ଭୀରଟି ଶିଆଳ ପାଖକୁ ଆସି ତାକୁ କାମୁଡ଼ି ଧରିଲା। ଶିଆଳଟି ଛଟପଟ ହେବାକୁ ଲାଗିଲା। ଓହୋ, ଛାଡ଼ିଦେ ମତେ, ଛାଡ଼ିଦେ ମତେ। ମୁଁ ଆଉ ତୋର କେବେ ବି ହେଲେ କ୍ଷତି କରିବିନି। ଛାଡ଼ିଦେ ମତେ। ଶିଆଳର କଥାକୁ କୁମ୍ଭୀର ଜମା ବି ହେଲେ ଶୁଣିଲା ନାହିଁ। ଆଉ ତାକୁ ଛାଡ଼ିଲା ବି ନାହିଁ। ଆରେ ବାପ ରେ ବାପ, ନଦୀରେ କୁମ୍ଭୀର ଆଉ ଉପରେ ବାଘ, କୁଆଡ଼େ ଯିବି ମୁଁ ଏବେ? ଶିଆଳଟି ଛାଟିପିଟି ହୋଇ ଉପରକୁ ଉଠି ଆସିଲା। ହେଲେ ବାଘ ତାକୁ ମାରିଦେଲା। ଭଲ ହେଇଛି, ପାପି ଶିଆଳ, ତୁ ଠିକ୍ ସଜା ପାଇଛୁ।